ଚର ଦେବଙ୍କ 15ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା। ଢେଙ୍କାନାଳ ସହର ଟାଉନ ପ୍ଲାନିଂ ଅଫିସ ଛକଠାରେ ଶନିଶ୍ଚର ଦେବଙ୍କ 15ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କଳସ ଯାତ୍ରାରେ 100ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ସ୍ଥାନୀୟ ବୋର୍ଡଜୋରା ଠାରୁ ପୂଜାର୍ଚ୍ଚନା ସହିତ ବାଦ୍ୟ ଦ୍ୱାରା ସହର ପରିକ୍ରମା କରି ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା। ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଏହି ପୂଜା 3 ଦିନ ଧରି ଚାଲିବା ସହିତ ଆସନ୍ତା 3 ତାରିଖରେ ପ୍ରାତଃରୁ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଗୋପୂଜା, ମଣ୍ଡଳ ପୂଜା, ଶନି ରାହୁ କେତୁଙ୍କର ଷୋଡଶ ଉପଚାର ନୀତିରେ ପୂଜାର୍ଚ୍ଚନା ସହ ତୋଟା ଓଷା ଓ ଗୀତ ଯଜ୍ଞ ଅନୁଷ୍ଠିତ ହେବ। 4 ତାରିଖ ରବିବାର ଦିନ ପୂର୍ଣ୍ଣାହୁତି, ଭଜନ ସମାରୋହ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ। ପ୍ରତ୍ୟେକ ସନ୍ଧ୍ୟାରେ 108 ଆଳତି କରାଯିବ। ମନ୍ଦିର ପୂଜକ ବିଭୂତିଭୂଷଣ ପଣ୍ଡା, ମୁଖ୍ୟ ପୂଜକ ଯଜ୍ଞେଶ୍ୱର ମିଶ୍ର, ଶ୍ରୀବତ୍ସ ମିଶ୍ର ଓ ଦିବାକର ମିଶ୍ର ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥିଲେ। କର୍ତ୍ତା ଶେଷଦେବ ସାହୁ, କର୍ତ୍ତୀ ସୁଦୀପ୍ତା ସାହୁ ଓ କମିଟିର ସମସ୍ତ କର୍ମକର୍ତ୍ତା ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତ ଥିଲେ।